ଆଜ୍ଞା ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ କଳିଙ୍ଗ ସାମାଜିକ ସଂଗଠନର କର୍ମକର୍ତ୍ତାମାନଙ୍କଠାରୁ ଆସନ୍ତୁ ପଚାରି ବୁଝିବା ଆଜିର କାର୍ଯ୍ୟକ୍ରମ ବିଷୟରେ। ନମସ୍କାର। ନମସ୍କାର। ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ କଳିଙ୍ଗ ସାମାଜିକ ସଂଗଠନର କାର୍ଯ୍ୟକ୍ରମ ବିଷୟରେ ସୂଚନା ରବିନାରାୟଣ ମିଶ୍ର କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନର ଉପଦେଷ୍ଟା। ଆଜି ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଆମ ଅନୁଷ୍ଠାନ ତରଫରୁ ଏକ ପଦଯାତ୍ରା ସହିତ ସଭାର ଆୟୋଜନ କରାଯାଇଥିଲା। ଆମର ଉଦ୍ଦେଶ୍ୟ ହେଉଛି ସମାଜକୁ ନିଶାମୁକ୍ତ ଗଠନ କରିବା, ଓଡ଼ିଶାକୁ ନିଶାମୁକ୍ତ କରିବା ଏବଂ ବିଶେଷ କରି ଯୁବଗୋଷ୍ଠୀ ଯେଉଁମାନେ ଆଜି ପଥଭ୍ରଷ୍ଟ ସେମାନଙ୍କୁ ସଠିକ୍ ବାଟକୁ ଆଣିବା ଏବଂ ବିଶେଷ କରି ସମାଜରେ ଅହିଂସା ଏବଂ ସମାଜର ଉନ୍ନତି ପାଇଁ ଗାନ୍ଧୀଙ୍କର ଯେଉଁ ନୀତି ଆଦର୍ଶ ଥିଲା ଯାହାକୁ ଆମେ ଗାନ୍ଧୀବାଦ ବୋଲି କହୁଛୁ, ସେହି ଗାନ୍ଧୀବାଦ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଲକ୍ଷ୍ୟରେ ଆଜି ଆମ ଅନୁଷ୍ଠାନ ତରଫରୁ ଏଠାରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଏ। ଡାକ୍ତର ସାହୁ କଳିଙ୍ଗ ନବନିଗନ୍ତ ସାମାଜିକ ସଂଗଠନର ଉପଦେଷ୍ଟା। ଗାନ୍ଧୀ ଜୟନ୍ତୀରେ ଆମେ ଆଜି ପଦଯାତ୍ରା କଲୁ ଏବଂ ଆମ ମୁଖ୍ୟ କାର୍ଯ୍ୟାଳୟ ବର୍ତ୍ତମାନ ଯେଉଁ ଜାଗାରେ ଅଛୁ ଏଠି ବୈଠକଟି କରିଛୁ। ଏଠି କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ ଯେତକ କର୍ମୀ ଯେତକ ସଦସ୍ୟ ଆମେ ଅଛୁ ત્યારે ଆଜି ବଜ୍ର ଶପଥ ନେଲୁ ଯେ କି ଗାନ୍ଧୀ ସାରା ଭାରତ ନୁହେଁ ପୃଥିବୀକି ଏତେ ବଡ଼ ଆଲୁଅ ଦେଖାଇଥିଲେ, କିନ୍ତୁ ଆମେ ଆଜି ଏ ଜାଗାରେ ପ୍ରତିଜ୍ଞା ନେଲୁ ଯେ ଏତେ ବଡ଼ ଆଲୁଅ ନ ଦେଖାଇଲେ ସୁଦ୍ଧା ଛୋଟିଆ ଆଲୁଅଟି ଦେଖାଇ କୋଟାମୁଣ୍ଡାଇ ବ୍ଲକ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲୋକିତ କରିବୁ, ଗାନ୍ଧୀଙ୍କ ଚିନ୍ତାଧାରା ବିଚାରଧାରାକୁ ପାଥେୟ କରିବୁ। ବିଜୟ ଦାସ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନର ଆଜି ଅକ୍ଟୋବର 2 ମହାତ୍ମା ଗାନ୍ଧୀଜୀଙ୍କ ଏବଂ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜନ୍ମଦିନ। ଏହି ଜନ୍ମଦିନ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ ଗାନ୍ଧୀଜୀଙ୍କର ବାର୍ତ୍ତା, ଗାନ୍ଧୀଜୀଙ୍କର ଯେଉଁ ମୂଳ ଆଦର୍ଶ ନିଶା ନିବାରଣ ଏବଂ ଗଣତନ୍ତ୍ରର ସୁରକ୍ଷା, ଧନୀଦରିଦ୍ର ତାରତମ୍ୟ ଏବଂ ଗାନ୍ଧୀବାଦ ସୁରକ୍ଷା ପାଇଁ ଆମେ ଏକ ସଚେତନ ପଦଯାତ୍ରା ପଟ୍ଟାମୁଣ୍ଡାଇ କରିବା ପରେ ଆମର ନବଦିଗନ୍ତ ପଟ୍ଟାମୁଣ୍ଡାଇ କାର୍ଯ୍ୟାଳୟରେ ଆମେ ସମସ୍ତେ ଏକ ସମବେତ ହୋଇ ଆମେ ଗାନ୍ଧୀଜୀଙ୍କ ସମ୍ପର୍କରେ ଏବଂ ଗାନ୍ଧୀଜୀଙ୍କର ଗାନ୍ଧୀବାଦ କିଭଳି ବର୍ତ୍ତମାନ ଗୁଳିବର୍ଷିତ ଏବଂ ତାକୁ ରକ୍ଷା କରିବା ପାଇଁ ଆମ ସଂଗଠନ ଯେହେତୁ ଅହିଂସା ସେବା ଗାନ୍ଧୀବାଦର ସମର୍ଥକ, ତେଣୁ ଆମେ ଗାନ୍ଧୀବାଦର ସାମାନ୍ୟତମ ଟିକେ ଆଞ୍ଚ ଆସିଲେ ଆମେ ଦୃଢ଼ ଶପଥ ନେଲୁ ଆମେ ଗାନ୍ଧୀବାଦକୁ ରକ୍ଷା କରିବା ପାଇଁ ଆମ ସଂଗଠନ ସମ୍ପୂର୍ଣ୍ଣ ରୂପେ ସାମିଲ ହେବ। ସେମାନଙ୍କୁ ଆମେ ଅନୁରୋଧ କରୁଛୁ ଶିକ୍ଷାଦାନ କରନ୍ତୁ, ସମାଜ ବିଷୟରେ କିଛି ଜାଣନ୍ତୁ। ମହାତ୍ମା ଗାନ୍ଧୀ ଯେଉଁ ବାର୍ତ୍ତା ଆମକୁ ଯେତିକି ଦେଇଯାଇଛନ୍ତି ସେ ବାଟରେ ଆମେ ଚାଲିବାକୁ ଅନୁଧ୍ୟାନ କରିବା, ଆମ ପରିବାରକୁ ସମସ୍ତଙ୍କୁ ସମାନ ବାଟ ଦେଖାଇବା। ଆଉ ଆମ ପରିବାର ତ ସଚେତନ ହେଲେ ସବୁ ସଚେତନ ହେଇପାରିବ, କିନ୍ତୁ ଆମର ଲକ୍ଷ୍ୟ ଯେ ଆମ ପରିବାର ସମସ୍ତ ସଭା ସମିତିରେ କହୁଛୁ ସମସ୍ତେ ଭଲ ବାଟରେ ଚାଲନ୍ତୁ, ଭଲ ମଣିଷ ହୁଅନ୍ତୁ। ଆଉ ଭଲ ଆମ ଗାନ୍ଧୀଙ୍କର କଥା ଆମେ ଦେଖନ୍ତୁ ଆଜ୍ଞା, କହିଲେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀରେ ନିଶାମୁକ୍ତ ଭାରତ ଏବଂ ନିଶାମୁକ୍ତ ଅଞ୍ଚଳ ଏବଂ ଏଇଭଳି ନିଶାମୁକ୍ତ ଅଞ୍ଚଳ କରିବା ପାଇଁ ସେମାନେ ଶପଥ ନେଲେ। ଏଇଭଳି କାର୍ଯ୍ୟକ୍ରମ ଆଗାମୀ ଲାଗି ରହିବ। ମୁଁ ଅଶୋକ ମାସ ଜିଲ୍ଲା ପ୍ରତିନିଧି ଆବାଜ କରୁଛି।